ସାଙ୍ଗମାନେ ସମସ୍ତଙ୍କୁ ନମସ୍କାର, ଗୁଡ୍ ମର୍ଣ୍ଣିଂ, ସ୍ୱାଗତ ଜଣାଉଛି ମୁଁ ମୋ ଚ୍ୟାନେଲରେ। ତ ଚାଲନ୍ତୁ ଜାଣିବା ଆଜିର ଗୋଟେ ବଡ ଅପଡେଟ୍ ଆପଣମାନଙ୍କ ପାଇଁ ଗୋଟେ ଖୁସି ଖବର। ଏଇ ଦିନ ମିଳିବ ମାଗଣା ରାସନ କାର୍ଡଧାରୀଙ୍କ ପାଇଁ ଅସ୍ୱସ୍ତି ଖବର। ଏଇ ଦିନ ମିଳିବ 14 କେଜି ଗହମ ଆଉ 21 କେଜି ଚାଉଳ। ଆସିଲା ଖୁସି ଖବର। ଏଇ ଦିନ ମିଳିବ ମାଗଣା ରାସନ କାର୍ଡଧାରୀଙ୍କୁ 14 କିଲୋଗ୍ରାମ ଗହମ ଏବଂ 21 କିଲୋଗ୍ରାମ ଚାଉଳ ଯୋଗାଇ ଦେବେ ସରକାର। ଯଦି ଆପଣ ମଧ୍ୟ ଏ ରାସନ କାର୍ଡ ଧାରୀ ଏବଂ ସରକାରଙ୍କର ମାଗଣା ରାସନ ଯୋଜନାର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। ବାସ୍ତବରେ ପୁଣି ଥରେ ଖାଦ୍ୟ ଶସ୍ୟ ମାଗଣାରେ ବଣ୍ଟନ କରାଯିବ। ଏହି ଦିନ ମିଳିବ ରାସନ। ଏହାର ତାରିଖ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶ ରାଜ୍ୟର 48ଟି ଜିଲ୍ଲାରେ ଚାଉଳ ବଦଳରେ ଅନ୍ତ୍ୟୋଦୟ କାର୍ଡରେ ଥିବା ଲୋକଙ୍କୁ ମଧ୍ୟ ମିଲେଟ୍ ଯୋଗାଇ ଦିଆଯିବ। ଅଗଷ୍ଟ ମାସ ପାଇଁ ରାସନ ଉପରେ ସର୍ବଶେଷ ଅପଡେଟ୍। ରାଜ୍ୟର ରାସନ କାର୍ଡଧାରୀଙ୍କ ପାଇଁ ବାହାରିଛି 13ରୁ 21 ଅଗଷ୍ଟ ପର୍ଯ୍ୟନ୍ତ ସେମାନଙ୍କୁ ମାଗଣା ରାସନ ବଣ୍ଟନ କରାଯିବ। ଅନ୍ତ୍ୟୋଦୟ କାର୍ଡଧାରୀ ମାନେ ମଧ୍ୟ ଚାଉଳ ବଦଳରେ କାର୍ଡ ପିଛା ପାଇବେ 13 କେଜି ଗହମ ଆଉ ବାକି ଚାଉଳ। ଆଉ ରାସନ କାର୍ଡଧାରୀ ମାନେ ମଧ୍ୟ କାର୍ଡ ପିଛା 2 କିଲୋଗ୍ରାମ ମିଲେଟ୍ ନେଇପାରିବେ। 3 କିଲୋଗ୍ରାମ ଚାଉଳ ଆଉ 2 କିଲୋଗ୍ରାମ ଗହମ ମୁଣ୍ଡ ପିଛା। ଆପଣଙ୍କ ଘରେ ଯେତେ ଜଣଙ୍କର ରାସନ କାର୍ଡରେ ନାଁ ଅଛି ସେତେ 2 କିଲୋଗ୍ରାମ ଗହମ ଆଉ ସେତେ 3 କିଲୋଗ୍ରାମ ଚାଉଳ ଆପଣ ମାନେ ନେଇପାରିବେ। ଅଗଷ୍ଟ 21 ପର୍ଯ୍ୟନ୍ତ ବଣ୍ଟନ ହେବ ମାଗଣା ରାସନ। ଅଗଷ୍ଟରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଅନ୍ତ୍ୟୋଦୟ ଏବଂ ରାଜ୍ୟରେ ଯୋଗ୍ୟ ଘରୋଇ ଧାରକ ମାନଙ୍କୁ ଅଗଷ୍ଟରେ ଆବଣ୍ଟିତ ଖାଦ୍ୟ ଶସ୍ୟର ମାଗଣା ବଣ୍ଟନ ଅଗଷ୍ଟ 21ରେ କରାଯିବ। ଅନ୍ତ୍ୟୋଦୟ କାର୍ଡ ଧାରକଙ୍କୁ 14 କିଲୋଗ୍ରାମ ଗହମ ଏବଂ 21 କିଲୋଗ୍ରାମ ଚାଉଳ ପ୍ରଦାନ କରାଯାଉଥିବା ବେଳେ ଯୋଗ୍ୟ ଘରୋଇ କାର୍ଡଧାରୀଙ୍କୁ ୟୁନିଟ୍ ପିଛା 2 କିଲୋଗ୍ରାମ ଗହମ ଏବଂ 3 କିଲୋଗ୍ରାମ ଚାଉଳ ବଣ୍ଟନ କରାଯିବ। ଏହି ଜିଲ୍ଲା ଗୁଡିକରେ କାର୍ଡ ପିଛା 2 କିଲୋଗ୍ରାମ ମିଲେଟ୍ ବଣ୍ଟନ କରାଯିବ। 48ଟି ଜିଲ୍ଲା ଯେଉଁଥିରେ ରାସନ କାର୍ଡଧାରୀ ମାନେ ମିଲେଟ୍ର ଲାଭ ପାଇବେ, ଯାହାର ନାମ ରାସନ କାର୍ଡଧାରୀଙ୍କ ପାଇଁ ଉପଲବ୍ଧ ହେବ। ଏଭଳି ପରିସ୍ଥିତିରେ ୟୁପିର ରାସନ କାର୍ଡଧାରୀ ମାନେ 21 ଅଗଷ୍ଟ ପର୍ଯ୍ୟନ୍ତ ଉଚିତ ମୂଲ୍ୟର ଦୋକାନକୁ ଯାଇ ସିଧାସଳଖ ଭାବରେ ରାସନ ଲାଭ କରିପାରିବେ। ବନ୍ଧୁଗଣ, ଜାଣିଲେ ଜାତୀୟ ଖାଦ୍ୟ ଦିବସ ହଉଛି ଆମର 21 ତାରିଖରେ। 21 ତାରିଖ ପର୍ଯ୍ୟନ୍ତ ରାସନ ବଣ୍ଟା ହବ ଆଉ ଆପଣ ମାନେ ସମସ୍ତେ ମାଗଣା ରାସନ ପାଇବେ। ତ ଆପଣ ମାନେ ସବୁ 13ରୁ 21 ଅଗଷ୍ଟ ପର୍ଯ୍ୟନ୍ତ ରାସନ ପାଇପାରିବେ। ଆପଣ ମାନେ ଯାଇକି ରାସନ ଦୋକାନରେ ଦେଖନ୍ତୁ, ଯଦି ବଣ୍ଟା ହଉଛି ତାହେଲେ ଆପଣ ମାନେ ନେଇ ଆସନ୍ତୁ। ଯୋଉମାନେ ଅନ୍ତ୍ୟୋଦୟ କାର୍ଡ ନେଇଛନ୍ତି ସେମାନେ 14 କିଲୋଗ୍ରାମ ଚାଉଳ ଆଉ 14 କିଲୋଗ୍ରାମ ଗହମ ଆଉ 21 କିଲୋଗ୍ରାମ ଚାଉଳ ପାଇପାରିବେ। ଆଉ ୟୁନିଟ୍ ପିଛା ଯୋଉମାନଙ୍କ ପାଖରେ ଯୋଗ୍ୟ କାର୍ଡଧାରୀ ମାନେ ଅଛନ୍ତି, ୟୁନିଟ୍ ମାନେ ମୁଣ୍ଡ ପିଛା 2 କିଲୋଗ୍ରାମ ଗହମ ଆଉ 3 କିଲୋଗ୍ରାମ ଚାଉଳ ପାଇପାରିବେ। ଭିଡିଓଟି ପୁରା ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଯଦି ଆପଣ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ କରିଦେବେ। ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚୟ ପ୍ରେସ୍ କରିଦେବେ। ଯଦି ଆପଣଙ୍କୁ ଭିଡିଓଟି ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ ନିଶ୍ଚୟ କରିବେ। ପୁଣି ଦେଖା ହବ ଆପଣମାନଙ୍କ ସହିତ ଆଉ ଗୋଟେ ଏମିତି ଭିଡିଓରେ। ସେତେବେଳେ ପର୍ଯ୍ୟନ୍ତ ମୁଁ ରହୁଛି। ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍, ଜୟ ଜଗନ୍ନାଥ।